ବର୍ଦ୍ଧିତ ଭତ୍ତା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କଲେ ଭିନ୍ନକ୍ଷମ କୁରୁମା। ସରକାରଙ୍କ 80% ଭିନ୍ନକ୍ଷମ ଭତ୍ତା ଘୋଷଣାରେ ସୀମିତ ରହିଛି। ପ୍ରକୃତ ହିତାଧିକାରୀଙ୍କୁ ବର୍ଦ୍ଧିତ ଭିନ୍ନକ୍ଷମ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି। ଶରୀରର ଶତକଡ଼ା 80% ଭିନ୍ନକ୍ଷମ ଥିଲେ 3500 ଟଙ୍କା ପ୍ରଦାନ କରାଯାଉଥିଲା। ନିର୍ବାଚନ ପରେ ସରକାର କ୍ଷମତାରେ ରହି 2 ବର୍ଷ ପୂରଣ ହୋଇଯାଇଛି। ଆଉ ଶାସନରେ ଏହି 2 ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବ୍ୟାପୀ ଉତ୍ସବ ପାଳନ କରାଯାଉଛି। ହେଲେ ଆଜି ଏପରି ଜଣେ ଦିବ୍ୟାଙ୍ଗ ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ସଦର ମହକୁମାଠାରେ ହୋଇଥିବା ପ୍ରଶାସନର ଗ୍ରାମ୍ୟମୁଖୀ ଅଭିଯୋଗ ଶୁଣାଣିକୁ ନିଜ ପିତାଙ୍କ ସହ ଆସିଥିଲେ। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବ୍ଲକ କାର୍ଯ୍ୟନଗର ଉପର ମହଲାରେ ଥିବା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହେଉଥିଲା। ତେବେ କୁରୁମା ମେଢ଼ ପାହାଚ ଚଢ଼ି ପାରୁନଥିବାରୁ ଅଭିଯୋଗ ପ୍ରକୋଷ୍ଠକୁ ନ ଯାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ବସି କରିଥିଲେ। ତାଙ୍କ ପିତା ଅଭିମନ୍ୟୁ ବିଶ୍ୱାଳ ପୁଅର ଗୁହାରି କରିବାକୁ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ। ହେଲେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗୁହାରି କଲାବେଳେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ସମେତ ଉପସ୍ଥିତ ଅଧିକାରୀମାନେ ଅଭିମନ୍ୟୁଙ୍କୁ ସାନ୍ତ୍ୱନା ଦେଇଥିଲେ। ଆଉ ଜିଲ୍ଲାପାଳ ଏନେଇ ବ୍ୟବସ୍ଥା କରାଯିବ ବୋଲି କହି ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପଠାଇବା ସହ ଏହାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଅନୁଯାୟୀ ଅଭିମନ୍ୟୁ ବିଶ୍ୱାଳ ଅଗରଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବାପୁଜୀ ପେଣ୍ଠ ଗାଁରେ ବସବାସ କରନ୍ତି। ତାଙ୍କ ପୁଅ କୁରୁମା ବିଶ୍ୱାଳ ବାଳୁତ କାଳରୁ ହିଁ ଅକ୍ଷମ ରହିଛନ୍ତି। ଏନେଇ ସେ ପୂର୍ବ ସରକାରଙ୍କ ସମୟରେ ଆବେଦନ କରିଥିଲେ। ସେତେବେଳେ 1200 ଟଙ୍କା ଲେଖାଏଁ ଭିନ୍ନକ୍ଷମ ଭତ୍ତା ପାଇଥିଲେ। ଏବେ ମଧ୍ୟ ସେହି ସମାନ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ହେଲେ ବର୍ତ୍ତମାନ ସରକାର 80% ଭିନ୍ନକ୍ଷମଙ୍କୁ 3500 ଟଙ୍କା ଲେଖାଏଁ ଦେବା ପାଇଁ ଘୋଷଣା କରିଥିଲେ। ଆଉ ଲାଗୁ ବି କରିଥିଲେ। ସରକାରଙ୍କ ନିୟମ ମୁତାବକ କୁରୁମା ବିଶ୍ୱାଳ 80% ସ୍ଥାୟୀ ଅକ୍ଷମତା ପ୍ରମାଣପତ୍ର ରହିଛି। ହେଲେ ଏପର୍ଯ୍ୟନ୍ତ ସରକାରଙ୍କ ନିୟମ ମୁତାବକ ଭିନ୍ନକ୍ଷମ ଭତ୍ତା 3500 ପାଇନାହାନ୍ତି। ଏନେଇ କୁରୁମାଙ୍କ ପିତା ଅଭିମନ୍ୟୁ କହିଛନ୍ତି, ଭିନ୍ନକ୍ଷମ ଭେଣ୍ଡା ପୁଅର ସେବା କରିବା ପାଇଁ ଜଣେ ନିୟୋଜିତ ରହୁଥିବା ଯୋଗୁଁ କୌଣସି କାମ ମଧ୍ୟ କରିପାରୁନାହାନ୍ତି। ଯଦି ସରକାରଙ୍କ ଘୋଷଣା ଅନୁଯାୟୀ 3500 ବର୍ଦ୍ଧିତ ଭତ୍ତା ମିଳିଲେ କିଛିଟା ଉପକୃତ ହୋଇପାରିବ ବୋଲି ଜଣାଇଛନ୍ତି। ତେବେ ବର୍ଦ୍ଧିତ ଭିନ୍ନକ୍ଷମ ଭତ୍ତା ପାଇଁ 1 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପୁଅ କୁରୁମାଙ୍କୁ ଧରି ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ହେଁ ବର୍ଦ୍ଧିତ ଭତ୍ତା ମିଳୁନାହିଁ। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।